ଜୟ ଜଗନ୍ନାଥ। ଡିସ୍କସନ୍ କରିବା ଆଜିର ନ୍ୟୁଜ୍। Where did CM Mohan Majhi lay the foundation stone for an automated testing station? ତାର କାମ କଣ ଜାଣିଛନ୍ତି ନାଇଁ? ଆମର ଯୋଉ ପଲ୍ୟୁସନ ବା ଯୋଉ ଫିଟନେସ୍ ଟେଷ୍ଟିଂ, এটা ହଉଛି ଫିଟନେସ୍ ଟେଷ୍ଟିଂ ଷ୍ଟେସନ। ଭିଡିଓ କନଫରେନ୍ସ ମାଧ୍ୟମରେ କରୁଛନ୍ତି। ଏଟା କୋଉ ଜାଗାରେ? ପାରାଦୀପ। ଅପସନ ସି ଇଜ ଦ କରେକ୍ଟ ଆନ୍ସର। Which organization hosted the 12th edition of the Inter-Unit Cultural Festival at Paradip? ଦେଖନ୍ତୁ ଏଡିସନ ହଉଛି 12 କିନ୍ତୁ ପାରାଦୀପରେ ଫାର୍ଷ୍ଟ ଟାଇମ ପାଇଁ କାହା ଦ୍ୱାରା? ଇଫକୋ। ଫାର୍ଷ୍ଟ ଟାଇମ କିଏ କଲା? ଇଫକୋ କଲା। କୋଉଠି? ପାରାଦୀପରେ। କିନ୍ତୁ ଏଡିସନ ହଉଛି 12th ଏଡିସନ। ସର୍ଟ ରେ ପଚାରିଦବ IUCF ଟା କୋଉଠି ହୋଷ୍ଟ ହେଇଛି? IUCF ର ଫୁଲ ଫର୍ମ ଟା କଣ? ଇଣ୍ଟର ୟୁନିଟ କଲଚରାଲ ଫେଷ୍ଟିଭାଲ। ଆଚ୍ଛା, ଇଫକୋର ଫୁଲ ଫର୍ମ କଣ? ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ। ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ। ଅଛି କୋଶ୍ଚିନ୍ ଆଜି 18-19ଟା ପାଖାପାଖି ଅଛି। କୋଉ ଦିନ 5ଟା 7ଟା ନ୍ୟୁଜ ଆସୁଛି, କୋଉ ଦିନ 20-22ଟା ଭଳିଆ ନ୍ୟୁଜ ଆସୁଛି। ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍। ଉଦ୍ୟାନ ପଣ୍ଡିତ ଗୋପୀନାଥ, ଏ ଯୋଉ ବାୟୋଗ୍ରାଫିଟା କିଏ ଲେଖିଛନ୍ତି? ବାୟୋଗ୍ରାଫିଟା କାହାର? କାହା ବାୟୋଗ୍ରାଫି ଏଟା ଲେଖା ହେଇଛି? କାହାର? ଆଉ ଲେଖିଛନ୍ତି କିଏ? ମନେ ରଖନ୍ତୁ, ଲେଖିଛନ୍ତି ଆମର କାଳନ୍ଦୀ ଚରଣ ସାହୁ। ଇଏ ହଉଛନ୍ତି ବାୟୋଗ୍ରାଫର ବା ରାଇଟର। ଆଚ୍ଛା, ବାୟୋଗ୍ରାଫି ଲେଖା ହେଇଛି କାହା ନାଁରେ? ଆକ୍ଚୁଆଲି ଯୋଉ ଜୀବନୀ କଥାଟା ହଉଛି କାହାର? ଡକ୍ଟର ଗୋପୀନାଥ ପରିଡା। ସେଇ ସେମ୍ ଏଇଠି ଗୋପୀନାଥ ଲେଖା ହେଇଛି। ବସ ଆପଣ ଖାଲି ପରିଡାଟା ଲଗେଇବେ। ଗୋପୀନାଥ ପରିଡା। Which institute develop an eco-friendly way of industrial water treatment? ଆଚ୍ଛା, ଏଟା କଣ କେମିତି କରାଯିବ? ସେ ଯୋଉ ୱେଷ୍ଟ ୱାଟରଟା ଆସୁଛି କାରଖାନାରୁ ବା ଇଣ୍ଡଷ୍ଟ୍ରିରୁ, ସେଟାକୁ ସନଲାଇଟର ୟୁଜ କରାଯାଇକି ସେଟାକୁ କ୍ଲିନ କରାଯିବ। କିଏ ଡେଭଲପ କରିଛି ଏଇଟା? NIT ରାଉରକେଲା। NIT ରାଉରକେଲା। On zero accident day, how many road safety projects were launched by CM Mohan? 55ଟା। 55ଟା। ଆମର ଯୋଉ ଜିରୋ ଆକ୍ସିଡେଣ୍ଟର ଯୋଉ କ୍ୟାମ୍ପେନଟା, ଏଟା ଜିରୋ ଯୋଉ ଆକ୍ସିଡେଣ୍ଟାଲ କ୍ୟାମ୍ପେନଟା ଏଟା ଚାଲିବ କେତେ ଯାଏଁ? ଜୁନ 28 ଯାଏ। ଆ ପାଇଁ କୋଲାବୋରେସନ କାହା ସାଙ୍ଗରେ କରିଛି ଓଡିଶା ଗଭର୍ଣମେଣ୍ଟ? IIT ମାଦ୍ରାସ ସାଙ୍ଗରେ କୋଲାବ। କେତେ? ଏଇ ଯୋଉ 55ଟା ରୋଡ ସେଫ୍ଟି ଯୋଉ ପ୍ରୋଜେକ୍ଟ, ଏଟା ଅଲ ଡିଷ୍ଟ୍ରିକ୍ଟ ଅଫ ଓଡିଶା। କେତେ ବଜେଟ ଜାଣିଛନ୍ତି କି ନାଇଁ? ଆକ୍ଚୁଆଲ ବଜେଟ ହଉଛି 575.77 କରୋड़, ଅଲମୋଷ୍ଟ 576 କରୋड़। क्वेश्चन ଆସିପାରେ ଏଇଟା ନହେଲେ ଏଇଟା, ଯେକୌଣସି ଗୋଟେ ହିଁ ଦବ। ଏଇଟା ହଉଛି ଏକ୍ସାକ୍ଟ ଫିଗରଟା, ଅଲମୋଷ୍ଟ ହଉଛି ଏଇଟା। DPWD ର ଡାଇରେକ୍ଟର କିଏ ଆପଏଣ୍ଟ ହେଲେ? এটা হচ্ছে কোন? ডিপার্টমেন্ট অফ এম্পাওয়ারমেন্ট অফ পারসনস উইথ ডিসেবিলিটি। ডিপার্টমেন্ট অফ এম্পাওয়ারমেন্ট অফ person with disability। କିଏ ହେଇଛନ୍ତି ଆପଏଣ୍ଟ? ଆଶିଷ ଠାକରେ। ଏବେ ଗୋଟେ ଭୁବନେଶ୍ୱରରେ ଗୋଟେ 16 ଜଣିଆ ଆମର ହିଷ୍ଟୋରିଆନ, এটা ମନେ ରଖୁନ ଖାଲି ଟିକେ, 2ଟା ନ୍ୟୁଜ ଅଛି, ସେତେ ଇମ୍ପୋର୍ଟାଣ୍ଟ ନୁହେଁ, ଖାଲି ମୁଁ ଡିସ୍କସନ କରିଦଉଛି। 16 ଜଣ ହିଷ୍ଟୋରିଆନ ଗୋଟେ ଡିସ୍କସ କରୁଥିଲେ ଯେ କଳିଙ୍ଗ ୱାର ଉପରେ ଗୋଟେ ସର୍ଭେ କରାଯିବ। ଯଦି ଯାହା ଲେଖା ଅଛି କଳିଙ୍ଗ ୱାର ଉପରେ ଡିଟେଲ୍ସଟା ଠିକ ଅଛି ତ ଠିକ, ନହେଲେ ଯଦି କିଛି ଏକ୍ସଟ୍ରା ବି ରିରାଇଟ୍ କରିବାକୁ ପଡିବ, ସେ ବିଷୟରେ ବି ଆମର ଗୋଟେ କଲଚରାଲ ମିଟିଂ ହେଇଥିଲା। ହେଡ୍ କିଏ କରିଥିଲେ? କଲଚରାଲ ମିନିଷ୍ଟର ସୂର୍ଯ୍ୟବଂଶୀ ସୁରଜ। କେତେ ଜଣିଆ ହିଷ୍ଟୋରିଆନ କମିଟି? 16 ଜଣିଆ। ସରି, କମିଟି ଗୋଟେ ଥିଲା, ତା ଦେହରେ 16 ଜଣ ହିଷ୍ଟୋରିଆନ ହିଁ ଆଟେଣ୍ଡ କରିଥିଲେ।
ହଁ ଏବେ ଯୋଉ କାଲି ଆମେ ପଢିଥିଲେ ଯୋଉ ମାଇସନ ଟେମ୍ପଲ କୁ ଭିଜିଟ ରେ ଯାଇଥିଲେ କିଏ? ହରିବାବୁ କୁମ୍ଭମପତି ଆମର ସେ ଗଭର୍ଣ୍ଣର ଅଛନ୍ତି। ସିଏ ଭିଏତନାମ କୁ ଗୋଟେ ପ୍ରପୋଜାଲ ଦେଇଛନ୍ତି ଯେ ଓଡିଶା ଭିଏତନାମ ର ହିଷ୍ଟ୍ରି କିମ୍ବା ବିଲ୍ଡିଂ ର ଟାଇ ଅଫ୍ ହବ କୋଉଥିରେ? ଗୋଟେ ଜାଗା ଅଛି ଦା ନାଙ୍ଗ, ଓଡିଶା ଆଉ ଦା ନାଙ୍ଗ ର ଟାଇଜ ଅଫ ବିଲ୍ଡିଂ ଆଣ୍ଡ ହିଷ୍ଟ୍ରି ମାନେ ତାଙ୍କ ଗୋଟେ କଲଚରାଲ ଏକ୍ସଚେଞ୍ଜ ବୋଲି ପ୍ରପୋଜାଲ ଦେଇଛନ୍ତି। ଦେଲା ପରେ ସେ ଜିନିଷ ଟା କାମ ହବ। Which hot spring lake of Bihar was recently in news? କଣ ପାଇଁ ନ୍ୟୁଜ ରେ ଅଛି? ଆଚ୍ଛା, ସେ ଯୋଉ ବ୍ୟାକ୍ଟେରିଆ ଗୁଡା ସେଠି ଯୋଉ ସର୍ଭାଇଭ କରୁଛନ୍ତି ସେ ଲେକ୍ ରେ, ସେ ବ୍ୟାକ୍ଟେରିଆ ଗୁଡାକ 45 ରୁ 70 ଡିଗ୍ରୀ ଯାଏ ସେଲସିୟସ ରେ ସେମାନେ ସର୍ଭାଇଭ କରିପାରୁଛନ୍ତି, ଯାହାକି ଆମର ଆଣ୍ଟିବାୟୋଟିକ୍ସ ରେ କାମରେ ଆସିପାରେ। ସେଥିପାଇଁ ଏ ଲେକ୍ ଟା ନ୍ୟୁଜ ରେ ଅଛି। 45 ରୁ 70 ଡିଗ୍ରୀ ମାନେ ସେତେବେଳକୁ ମାନେ ଥାର୍ଡ ଡିଗ୍ରୀ ବର୍ନ, ମାନେ ଯଦି ହ୍ୟୁମାନ ବିଙ୍ଗ ଉପରେ ଆପଣ ଦେଖିବେ ସେତିକି ଟେମ୍ପରେଚର ମାନେ ଥାର୍ଡ ଡିଗ୍ରୀ ବର୍ନ, କିନ୍ତୁ ସେ ବ୍ୟାକ୍ଟେରିଆ ମାନେ ସେଥିରେ ସର୍ଭାଇଭ କରିପାରୁଛନ୍ତି। ସେ ବ୍ୟାକ୍ଟେରିଆକୁ କହୁଛନ୍ତି କଣ? ଥର୍ମୋଫାଇଲ୍ସ। ଥର୍ମୋଫାଇଲ୍ସ ର ଏକ୍ସାକ୍ଟ ମିନିଂ ଟା ହଉଛି ହିଟ୍ ଲଭର। ଏଟା ହଉଛି କୋଉଟା ଆମର ରାଜଗିରି ଲେକ୍, ରାଜଗିର ହଟ ସ୍ପ୍ରିଙ୍ଗ ଲେକ୍। ଏଟା କୋଉଠି ଅଛି? ବିହାରର ନାଲନ୍ଦା ଡିଷ୍ଟ୍ରିକ୍ଟ। ଗ୍ରୀନ ୱାଲ ପ୍ରୋଜେକ୍ଟ ଟା ପ୍ରଧାନମନ୍ତ୍ରୀ ମୋଦି aims to refor, ଆଚ୍ଛା ଏ ଯୋଉ ଗ୍ରୀନ ୱାଲ ପ୍ରୋଜେକ୍ଟ ଟା ଏଟା କଣ ପାଇଁ ଲଞ୍ଚ ହେଇଛି? ରିଫରେଷ୍ଟେସନ ହବ କୋଉ ରିଜିୟନ ର? ଆରାବଲି ରେଞ୍ଜ ର। କୋଉଟାର? ଆରାବଲି ରେଞ୍ଜ ର। କେବେ? ଜୁନ 5। ଜୁନ 5 ଆମର କଣ? ଏନଭାୟରନମେଣ୍ଟ ଡେ। କୋଉ ଷ୍ଟେଟ ରେ ଗଭର୍ଣମେଣ୍ଟ ପ୍ଲାନ କରିଛି 386 ଟା ଗଭର୍ଣମେଣ୍ଟ ଯୋଉ ସ୍କୁଲ କୁ ବନ୍ଦ କରିଦବ? ଅରୁଣାଚଳ ପ୍ରଦେଶ। ଟିକେ ଖାଲି ଡିଟେଲସ ଭାବୁଛି ଆପରେ ଗୋଟେ ଭିଡିଓ ନହେଲେ ନେଇ ଆସିବି MS ଇରିନା ଉପରେ। ଦେଖିବା ଖାଲି ଅଳ୍ପ ଆଗରେ ଆପଣଙ୍କୁ କହିଦେଉଛି, ଯଦି ହବ ମୁଁ ଆଜି ଗୋଟେ ଭିଡିଓ ଆ ଉପରେ ସ୍ପେଶାଲ ଭିଡିଓ ଟା ପକେଇଦେବି। MSC ଇରିନା କଣ୍ଟେନର ଭେସେଲ ରିସେଣ୍ଟଲି ଆରାଇଭଡ ଆଟ ହ୍ୱିଚ୍ ପୋର୍ଟ? ଏଟା ଗୋଟେ ବିଗେଷ୍ଟ କଣ୍ଟେନର ଭେସେଲ ବୋଲି କହୁଛନ୍ତି ୱାର୍ଲଡ ର। ଏଟା କୋଉଠି ଅଛି ଆସିଛି? ବିଜିଂଜାମ ପୋର୍ଟ ରେ। ଆର ଲେନ୍ଥ ହଉଛି 399.99 ମିଟର ଆଉ ବିମ୍ ଟା ହଉଛି 61.3 ମିଟର। ଏଟା ଡିସଚାର୍ଜ କରିବ 4000 କଣ୍ଟେନର କୁ। କୋଉଠି? ବିଜିଂଜାମ ପୋର୍ଟ ରେ। ଅପରେଟେଡ ବାଇ ସୁଇସ୍ ବେସ୍ଡ କମ୍ପାନୀ MSC ମେଡିଟେରେନିଆନ ସିପିଂ କମ୍ପାନୀ। ନେଇ ଆସିବା ଆପରେ ଗୋଟେ ସ୍ପେଶାଲ ଭିଡିଓ ଆଜି ପକେଇଦେବି ସନ୍ଧ୍ୟା ଭିତରେ। Which institution developed a nanozyme to prevent blood clotting? ISC Bangalore. What is Mumbai's global ranking as under construction data center hub? Global ranking होची 6th। फास्ट रे ଅଛି କିଏ? ଭାର୍ଜିନିଆ। ଗ୍ଲୋବାଲ ଲିଡରशिପ ଆୱାର୍ଡ କାହାକୁ ଦିଆଗଲା? କୁମାର ମଙ୍ଗଲମ ବିର୍ଲା। ଆଚ୍ଛା, ଏଇ ଯୋଉ ଦିଆଯାଇଛି କାହା ମାନେ ଏଡିସନ ଟା କେତେ ଥିଲା? 8th annual ଲିଡରସିପ ଆୱାର୍ଡ। କୋଉଠି ଏଟା ହଉଥିଲା? ୱାଶିଂଟନ। ଇଭେଣ୍ଟ ଟା ହଉଥିଲା ୱାଶିଂଟନ DC ରେ। କାହା ଦ୍ଵାରା ହଉଥିଲା? ଇଣ୍ଡିଆ US ଷ୍ଟ୍ରାଟେଜିକ ପାର୍ଟନରସିପ ଫୋରମ ଦ୍ଵାରା ହଉଥିଲା। Which Norwegian firm signed an MOU with GRAC to build a polar research vehicle? ଏଟା ହଉଛି କନ୍ସବର୍ଗ। GRAC କଣ? ଗାର୍ଡେନ ରିଚ୍ ସି ବିଲ୍ଡର। ୟୁପି କ୍ୟାବିନେଟ କେତେ ପରସେଣ୍ଟ ରିଜର୍ଭେସନ ରଖିଛି ଅଗ୍ନିବୀର ମାନଙ୍କ ପାଇଁ? 20%। ମାନେ ଆଫ୍ଟର ଅଗ୍ନିବୀର ଯୋଉ ତାଙ୍କ ଜବ ଟା ଏଠି ସରିଗଲା ପରେ ସେମାନେ ଷ୍ଟେଟ ର ପୋଲିସ ହେଲା ଡିଫେନ୍ସ ଜବ ଟା ଦେଇପାରିବେ କେତେ? 20% ରିଜର୍ଭେସନ। ହୁ Who is the Dutch PM who announced his resignation? Dick
Scope. Dick Scope. Who won Prix Volatile Award? Dimitrov and Nadia Khrushchev. এটা কোন ପାଇଁ ଦିଆଯାଏ ଜାଣିଛନ୍ତି କି ନାଇଁ? এটা ହଉଛି ଫ୍ରିଡମ ଅଫ ଏକ୍ସପ୍ରେସନ ଆୱାର୍ଡ। ମାନେ ଯୋଉମାନେ ଫାଇଟ୍ କରନ୍ତି ଫ୍ରିଡମ ଅଫ ଏକ୍ସପ୍ରେସନ ସେମାନଙ୍କୁ ହିଁ ଦିଆଯାଏ ଏଟା। How many countries were elected to the UN Security Council as non-permanent members? କୋଉ ଟର୍ମ ପାଇଁ 2026-27 ଟର୍ମ? କେତେ ଜଣ? 5 ଜଣ। କଣଟା? ବାହାରିନ୍, କୋଲମ୍ବିଆ, ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ, ଲାଟଭିଆ, ଲାଇବେରିଆ। Who is the teen influencer from Pakistan who was recently sorted? Sana Yusuf. ଗୋଟେ କ୍ୱେଶ୍ଚିନ୍ ରହିଯାଇଛି, ଏସିଆନ୍ ୟୁଥ୍ ପାରା ଗେମ୍ସ କୋଉଠି ହବ? ୟୁଏ ରେ, ଡିସେମ୍ବରରେ ହବ। ଓକେ, ସରିଲା କ୍ଲାସ୍। ଥ୍ୟାଙ୍କ ୟୁ।